ପାଖରେ ଅଛି କି ଏହି କାର୍ଡ଼? ଟ୍ରେନ୍ ଟିକେଟରେ 75% ମିଳିବ ରିହାତି। ଆପଣ କ'ଣ ଜାଣନ୍ତି ଯେ ଏକ ସ୍ୱତନ୍ତ୍ର ରେଳ କାର୍ଡ଼ ଆପଣଙ୍କୁ ଟ୍ରେନ୍ ଟିକେଟରେ 75% ପର୍ଯ୍ୟନ୍ତ ରିହାତି ଦେଇପାରିବ। ଆସନ୍ତୁ ଏହି ଖାସ୍ କାର୍ଡ଼ ବିଷୟରେ ଅଧିକ ଜାଣିବା ଏବଂ ଏହାକୁ କିଏ ପାଇପାରିବେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ଯଦି ଆପଣଙ୍କ ପରିବାର କିମ୍ବା ପଡ଼ୋଶୀରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଅଛନ୍ତି ଏବଂ ଆପଣ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସେମାନଙ୍କୁ ଭାରତ ସରକାରଙ୍କ ଏକ ସ୍ୱତନ୍ତ୍ର ଯୋଜନା ବିଷୟରେ କହିପାରିବେ। ଭାରତ ସରକାର ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଅନେକ ସରକାରୀ ସୁବିଧା ପ୍ରଦାନ କରନ୍ତି, ଯେଉଁଥିରେ ଭାରତୀୟ ରେଳବାଇରେ ରିହାତି ଭଡ଼ା ମଧ୍ୟ ଅନ୍ତର୍ଭୁକ୍ତ। ଏହି ଭଡ଼ା ରିହାତି ପାଇବା ପାଇଁ ଏକ ସ୍ୱତନ୍ତ୍ର କାର୍ଡ଼ ଜାରି କରାଯାଏ, ଯାହାକୁ UDID ଅନନ୍ୟ ଦିବ୍ୟାଙ୍ଗ ପରିଚୟପତ୍ର କାର୍ଡ଼ କୁହାଯାଏ। ଆସନ୍ତୁ ଜାଣିବା ଏହି କାର୍ଡ଼ କ'ଣ। UDID କାର୍ଡ଼ କ'ଣ ଏବଂ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ? UDID କିମ୍ବା ଅନନ୍ୟ ଅକ୍ଷମତା ପରିଚୟପତ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟର ଏକ ପ୍ରମୁଖ ପଦକ୍ଷେପ। ଏହାର ଉଦ୍ଦେଶ୍ୟ ହେଉଛି ସାରା ଦେଶରେ ଅକ୍ଷମ ନାଗରିକମାନଙ୍କୁ ଏକ ସମାନ ଡିଜିଟାଲ ପରିଚୟ ପ୍ରଦାନ କରିବା। ରିପୋର୍ଟ ଅନୁଯାୟୀ ଏହି କାର୍ଡ଼ରେ ବ୍ୟକ୍ତିଙ୍କ ଅକ୍ଷମତା, ପ୍ରକାର, ପ୍ରତିଶତ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି, ଯାହା ବାରମ୍ବାର ବିଭିନ୍ନ ପ୍ରମାଣପତ୍ର ଉପସ୍ଥାପନ କରିବାର ଆବଶ୍ୟକତାକୁ ଦୂର କରିଥାଏ। ଏହି କାର୍ଡ଼ କିପରି ରେଳ ଟିକେଟରେ ରିହାତି ପ୍ରଦାନ କରିପାରିବେ? ଭାରତୀୟ ରେଳବାଇ ଦିବ୍ୟାଙ୍ଗ ଯାତ୍ରୀମାନଙ୍କୁ ଟିକେଟ ଭଡ଼ାରେ ସ୍ୱତନ୍ତ୍ର ରିହାତି ପ୍ରଦାନ କରେ। ଏହି ରିହାତି ଯାତ୍ରାର ଶ୍ରେଣୀ ଏବଂ ଅକ୍ଷମତାର ପ୍ରକାର ଉପରେ ନିର୍ଭର କରେ। କିଛି ବର୍ଗରେ ଏହା 75% ପର୍ଯ୍ୟନ୍ତ ପହଞ୍ଚିପାରେ, ତଥାପି ସମସ୍ତଙ୍କୁ ସମାନ ରିହାତି ମିଳେ ନାହିଁ। କିଏ UDID କାର୍ଡ଼ ପାଇପାରିବେ? UDID କାର୍ଡ଼ କେବଳ ସେହି ବ୍ୟକ୍ତିମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ସରକାର ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅକ୍ଷମତା ବର୍ଗ ପୂରଣ କରନ୍ତି। ସାଧାରଣତଃ 40% କିମ୍ବା ତା'ଠାରୁ ଅଧିକ ଅକ୍ଷମତା ଥିବା ବ୍ୟକ୍ତିମାନେ ଆବେଦନ କରିପାରିବେ। ଡାକ୍ତରୀ ବୋର୍ଡ଼ ପରୀକ୍ଷା ଏବଂ ପ୍ରମାଣପତ୍ର ପରେ ଚୂଡ଼ାନ୍ତ ଅନୁମୋଦନ ପ୍ରଦାନ କରାଯାଏ। ଆବେଦନ ପାଇଁ କେଉଁ ଡକୁମେଣ୍ଟ ଆବଶ୍ୟକ? ଯଦି ଆପଣ ଏହି କାର୍ଡ଼ ପାଇଁ ଯୋଗ୍ୟ କାହାକୁ ଜାଣନ୍ତି, ତେବେ ଆପଣଙ୍କୁ କେବଳ କିଛି ଜରୁରୀ କାଗଜପତ୍ର ପ୍ରଦାନ କରିବାକୁ ପଡ଼ିବ। ଏଥିରେ ଆଧାର କାର୍ଡ଼ କିମ୍ବା ଅନ୍ୟାନ୍ୟ ପରିଚୟପତ୍ର, ବାସସ୍ଥାନର ପ୍ରମାଣପତ୍ର, ପାସପୋର୍ଟ ଆକାରର ଫଟୋ, ମୋବାଇଲ ନମ୍ବର ଏବଂ ଏକ ମେଡିକାଲ ବୋର୍ଡ଼ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଅକ୍ଷମତା ପ୍ରମାଣପତ୍ର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଆବଶ୍ୟକ ହେଲେ ଏକ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇପାରିବ। କିପରି ଏକ UDID କାର୍ଡ଼ ପାଇପାରିବେ? ଏହି କାର୍ଡ଼ ପାଇବାର ପ୍ରଥମ ପଦକ୍ଷେପ ହେଉଛି ସରକାରୀ UDID ପୋର୍ଟାଲରେ ଅନଲାଇନରେ ଆବେଦନ କରିବା। ଆବେଦନ ଫର୍ମ ପୂରଣ କରିବା ପରେ ଆବଶ୍ୟକ ଡକୁମେଣ୍ଟ ଗୁଡ଼ିକ ଅପଲୋଡ଼ କରାଯାଏ। ସମ୍ପୃକ୍ତ ଜିଲ୍ଲା ଚିକିତ୍ସା ପ୍ରାଧିକରଣ ଆବେଦନର ସମୀକ୍ଷା କରନ୍ତି। ଯଦି ଏକ ଡାକ୍ତରୀ ପରୀକ୍ଷା ଆବଶ୍ୟକ ହୁଏ, ତେବେ ଆବେଦନକାରୀଙ୍କୁ ଡକାଯାଏ। ଅନୁମୋଦନ ପରେ କାର୍ଡ଼ ଜାରି କରାଯାଏ। କାର୍ଡ଼ଟି ଅନଲାଇନରେ ମଧ୍ୟ ଡାଉନଲୋଡ଼ କରାଯାଇପାରିବ। UDID ସାହାଯ୍ୟରେ ଟ୍ରେନ୍ ଟିକେଟ କିପରି ବୁକ୍ କରିବେ? ଆପଣଙ୍କର UDID କାର୍ଡ଼ ପାଇବା ପରେ ଆପଣଙ୍କୁ ଗୋଟିଏ କଥା ପ୍ରତି ସତର୍କ ରହିବାକୁ ପଡ଼ିବ। ଯଦି ଆପଣ ଏକ ଟ୍ରେନ୍ ଟିକେଟ ବୁକ୍ କରୁଛନ୍ତି, ତେବେ ସଠିକ୍ ଅକ୍ଷମତା ବର୍ଗ ଚୟନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। UDID କାର୍ଡ଼ ଏବଂ ଅକ୍ଷମତା ସୂଚନା ଆପଣଙ୍କ ରେକର୍ଡ଼ରେ ଅପଡେଟ୍ ହେବା ଆବଶ୍ୟକ। ଆପଣଙ୍କ ଯାତ୍ରା ସମୟରେ ଆପଣଙ୍କୁ ପରିଚୟପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକ ଡକୁମେଣ୍ଟ ମଧ୍ୟ ପଚରାଯାଇପାରେ। ଆପଣ କେଉଁଠାରୁ ଲାଭ ପାଇବେ? ଯଦି ଆପଣ ଭାବୁଛନ୍ତି ଯେ UDID କାର୍ଡ଼ କେବଳ ରେଳବାଇରେ ବ୍ୟବହାର କରାଯାଇପାରିବ, ତେବେ ଆପଣ ଭୁଲ। ଏହା ସାହାଯ୍ୟରେ ଦିବ୍ୟାଙ୍ଗ ବ୍ୟକ୍ତିମାନେ ସହଜରେ ସରକାରୀ ଯୋଜନା, ଛାତ୍ରବୃତ୍ତି ସହାୟକ ଉପକରଣ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସାମାଜିକ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ ସରକାରୀ ସେବାର ଲାଭ ଉଠାଇପାରିବେ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓଟି ସବୁକିଛି ବୁଝିଯାଇଥିବେ। ଆଜିର ଏହି ନୂତନ ଟ୍ରେନ୍ ଟିକେଟକୁ ନେଇ ଆପଣମାନେ ବୁଝିଯାଇଥିବେ କେଉଁମାନଙ୍କୁ UDID କାର୍ଡ଼ ମିଳିବ ଆଉ କେଉଁମାନେ ଏଥିରେ ଟ୍ରେନ୍ ଟିକେଟରେ 75% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଯଦି ଆପଣମାନଙ୍କୁ ଆଜିର ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।